ପ୍ରିୟ ଆତ୍ମନ୍ ମୁନି ଜଗଦୀଶ ନନ୍ଦ ଯେ କି ଔଷଧ ଦେବା କାମ କରୁଥିଲେ। ତାଙ୍କର କହିବା କଥା ହେଲା, ମୋର ବିଶ୍ୱାସ ଆତ୍ମା ଉପରେ। ଆତ୍ମା ହିଁ ରୋଗ ଭଲ କରେ, ଔଷଧ ନୁହେଁ। ଏବଂ ସଦ୍ଗୁରୁଦେବଙ୍କୁ କହିଲେ, ଆପଣ ଆଜ୍ଞା କରନ୍ତୁ, କ'ଣ କରିବା? ଔଷଧ ଦେବା କାମ କରିବା ନା ନାହିଁ? ସଦ୍ଗୁରୁଦେବ, ଆତ୍ମା ମନୋମୟ, ବିଶ୍ୱାସମୟ ଓ ସଂକଳ୍ପମୟ। ଯେ ଯେଉଁପରି ଚିନ୍ତା କରେ, ବୁଝେ ଓ ବିଶ୍ୱାସ କରେ, ତହିଁର ଲାଭ ସେ ପାଏ। ସାଧାରଣ ଲୋକ ଔଷଧ ଉପରେ ହିଁ ବିଶ୍ୱାସ କରନ୍ତି ଏବଂ ଜନ୍ମ ଜନ୍ମାନ୍ତରୁ ଏପର୍ଯ୍ୟନ୍ତ ବିଶ୍ୱାସ କରି ଆସୁଛନ୍ତି। ହଠାତ୍ ସମ୍ପୂର୍ଣ୍ଣ ରୂପେ ଔଷଧ ଦେବା ଛାଡ଼ିଦେଲେ କିଛି ଲାଭ ହେବ ନାହିଁ। ଓଲଟା ଲୋକେ ଜାଲରେ ପଡ଼ି ନିଜର ସ୍ୱାସ୍ଥ୍ୟ, ଧନ ଓ ଜୀବନ ହରାଇବେ। ଆପଣଙ୍କୁ ମଧ୍ୟ ଜୀବିକା ନିର୍ବାହ ନିମନ୍ତେ କିଛି କରିବାକୁ ଓ ଲୋକଙ୍କ ମଧ୍ୟକୁ ଯାଇ କିଛି ଉପକାରୀ କାମ କରିବାକୁ ଅନ୍ୟ କିଛି କାମ ଖୋଜିବାକୁ ପଡ଼ିବ। ଭଲ ହେବ ଯଦି ଆପଣଙ୍କ ନିକଟକୁ ଆସୁଥିବା ରୋଗୀମାନଙ୍କୁ ଆତ୍ମଶକ୍ତି ବିଷୟରେ ବୁଝାନ୍ତି ଓ ଔଷଧ ଅପେକ୍ଷା ଅଧିକ ଆତ୍ମବଳ ଓ ସାଧନା ଦ୍ୱାରା ସୁସ୍ଥ ରହିବା ବିଷୟରେ ବୁଝାନ୍ତି। ସେମାନଙ୍କ ସନ୍ତୁଷ୍ଟି ନିମନ୍ତେ ଅତି କମ୍ ମାତ୍ରାରେ ଔଷଧ ଦିଅନ୍ତୁ ଓ ସେମାନଙ୍କୁ ତାଙ୍କର ଆତ୍ମବଳ ପ୍ରୟୋଗ କରିବାର ଉପଦେଶ ଦିଅନ୍ତୁ ଏବଂ ଧୀରେ ଧୀରେ ଏହି ସତ୍ୟ ସୁନ୍ଦର ବିଚାର ଦିଗକୁ ସେମାନଙ୍କୁ ଆକର୍ଷିତ କରନ୍ତୁ। ଆଉ ଯେଉଁମାନେ ଆକର୍ଷିତ ହେଉଛନ୍ତି ତାଙ୍କୁ ସଦସ୍ୟ କରି ସାଧନ ଶିକ୍ଷା ଦିଅନ୍ତୁ, ଯଦ୍ୱାରା ସେମାନେ ନିଜର ଜୀବନ ସଫଳ କରି ଅତ୍ୟନ୍ତ ଆନନ୍ଦମୟ, ଅତ୍ୟନ୍ତ ସ୍ୱତନ୍ତ୍ର, ଅତ୍ୟନ୍ତ ସୁସ୍ଥ ଏବଂ ପୂର୍ଣ୍ଣ ରୂପରେ ଜୀବନ ମୁକ୍ତି ହେବାର ଅବସର ପାଇପାରିବେ ଓ ତାହା ଦେଖି ଅନ୍ୟମାନେ ମଧ୍ୟ ନିଜ ଜୀବନ ସୁଧାରି ପାରିବେ। ହଠାତ୍ ସାଙ୍ଗେ ସାଙ୍ଗେ ଯଦି ଏ କାମ ଛାଡ଼ିଦେବେ, ତେବେ ଲୋକଙ୍କ ସହ ମିଶିବାକୁ ଆପଣଙ୍କୁ ଅନ୍ୟ କୌଣସି ପନ୍ଥା ଖୋଜିବାକୁ ହେବ, ଯାହା ମିଳିବା ସହଜ ନୁହେଁ। ପୁଣି ପ୍ରଶ୍ନ କଲେ, ଯେଉଁ ସାଧୁ ମହାତ୍ମା ବହୁତ ଦିନରୁ ଭିକ୍ଷା ମାଗି ଚଳି ଆସୁଛନ୍ତି ଓ ଏବେ ବୃଦ୍ଧାବସ୍ଥା ଯୋଗୁଁ କୌଣସି କାମ କରିପାରୁନାହାନ୍ତି, ସେମାନେ ଯଦି ଭିକ ନ ମାଗିବେ, ତାଙ୍କର ଜୀବିକା ନିର୍ବାହ କିପରି ହେବ? ସଦ୍ଗୁରୁଦେବ, ସମାଜର ନିୟମ ଅନୁସାରେ କେହି ଭିକ୍ଷା ମାଗିପାରିବେ ନାହିଁ। କୌଣସି ନା କୌଣସି କାମ କରି ଖାଇପାରିବେ। ଯଦି ଏମିତି ମହାତ୍ମା କୌଣସି କାମ କରି ପାରିବେ ନାହିଁ, ତେବେ ମୁନି ସମାଜ ପାଇଁ ପ୍ରଚାର ତ କରିପାରିବେ। ମୁନି ସମାଜର ଅତ୍ୟନ୍ତ ସତ୍ୟ, ଅତ୍ୟନ୍ତ ନିଷ୍ପକ୍ଷ, ଅତ୍ୟନ୍ତ ସୁନ୍ଦର ତଥା ସ୍ୱତନ୍ତ୍ର ଜ୍ଞାନର ଉପଦେଶ ଲୋକମାନଙ୍କୁ ଦେଇ ତାଙ୍କଠାରୁ ଭଜନ ଗ୍ରହଣ କରିପାରନ୍ତି। ଯଦି କେହି କିଛି ଦେବାକୁ ଚାହିଁଲା, ତେବେ ତାଙ୍କୁ ସତ୍ୟ ଜ୍ଞାନର ଉପଦେଶ ଦେଇ ତାଠାରୁ କିଛି ଗ୍ରହଣ କଲେ ତାକୁ ଭିକ୍ଷାରେ ଗଣନା କରାଯିବ ନାହିଁ।